ହେଲୋ ଗ୍ୟାସ୍ କେମିତି ଅଛନ୍ତି? ସମସ୍ତେ ଭଲରେ ଥିବେ। ମୁଁ ମଧ୍ୟ ଭଲରେ ଅଛି। ଆଜି ଆମେ ଦୁଇ ଜଣ ସବୁ ମର୍ଣ୍ଣିଂ ସକାଳୁ ଆଇଛୁ ଡ୍ୟୁଟି। ଆଉ ସାର୍ ବି କହିଲେ ଓଭର୍ ଡ୍ୟୁଟି କରିବା ପାଇଁ, କାହିଁକିନା ଏପଟେ କେରଳ ଏରିଆରେ ଓଣମ୍ ବୋଲି ଗୋଟେ ଅଛି। ଆଉ ସେଠି ଅନେକ ଲୋକ ଓଣମ୍ ପାଳନ କରିବା ପାଇଁ ଆଉ ରୁମ୍ରେ ମଧ୍ୟ ରହିବା ପାଇଁ ଆସୁଛନ୍ତି। ସେଥିପାଇଁ ଆମକୁ ସାର୍ ଲେଟ୍ରେ ଯିବା ପାଇଁ କହୁଛନ୍ତି। ସେଥିପାଇଁ ଆମେ ଆସିଛୁ ଏଠି ଆଉ କାମ କରୁଛୁ। କାମ କରିକି ଏବେ ଟିକେ ମୋର ଫ୍ରି ଟାଇମ୍ ମିଳିଛି, ସେଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ସେୟାର କରିବି କହି ମୁଁ ଆସିଛି। ଓକେ, ଆଉ ଆପଣମାନେ ମଧ୍ୟ ସେମିତି ସପୋର୍ଟ କରନ୍ତୁ। ଆପଣ ତ କେହି ମୋତେ ସପୋର୍ଟିଂ କରୁନାହାନ୍ତି। ମୋର ଭିଡ଼ିଓ ମୁଁ ଆଦିବାସୀ ଲୋକ, ଆଉ ମୋର ଉଚ୍ଚାରଣ ବି ଠିକ୍ ହେଉନାହିଁ। ସେଥିପାଇଁ ଆପଣମାନେ ସମସ୍ତେ ମୋତେ ସପୋର୍ଟ ମଧ୍ୟ କରୁନାହାନ୍ତି। ଆଉ ଭାଇକୁ ଟିକେ ହେଲ୍ପ କର, ଭାଇକୁ ଟିକେ ସପୋର୍ଟିଂ କର। ବହୁତ ନିଜକୁ ବହୁତ ଖୁସି ଲାଗିବ, କାହିଁକିନା ଆପଣମାନେ କେହି ମଧ୍ୟ ସପୋର୍ଟିଂ କରୁନାହାନ୍ତି। ବହୁତ ଦୁଃଖ ଲାଗୁଛି। ଆଉ ମୁଁ ଏବେ ଡ୍ୟୁଟିରେ ଥିଲି। ଡ୍ୟୁଟିରେ ଆସିକି ମୁଁ ପଛପଟେ ଆପଣମାନଙ୍କୁ ମୁଁ ଜଣେଇବି କହିକି ଆସିଛି। ଆଉ ନ ଜଣେଇଲେ ହେବନି, ନିଜକୁ ବି ଟିକେ ଖରାପ ଲାଗିବ ଆଉ ନିଜକୁ ବି ଟିକେ ଫ୍ରି ଲାଗିବନି। ସେଥିପାଇଁ ମୋ ସାଙ୍ଗମାନଙ୍କୁ ସମସ୍ତଙ୍କୁ ଜଣେଇବି କହୁଛି ମୁଁ ପଛପଟେ ଆସିଛି। ଆଉ ଏପଟେ କେରଳରେ ବ୍ୟାକ୍ଗ୍ରାଉଣ୍ଡ ଟିକେ ଦେଖନ୍ତୁ, ଏପଟେ ବ୍ୟାକ୍ଗ୍ରାଉଣ୍ଡ ଟିକେ ଦେଖନ୍ତୁ। ବର୍ଷା ବି ହେଉଛି, ଘର ଗୁଡ଼ା ବି ଅଛି। ଆଉ ବର୍ଷା ହେଉଛି ଏପଟେ ବେଶୀ କହିଲେ ନଡ଼ିଆ ଗଛ ବେଶୀ ଦେଖିବା ପାଇଁ ମିଳିବ କେରଳ ଏରିଆରେ। ଦେଖନ୍ତୁ ଆପଣ ସମସ୍ତେ ସମସ୍ତେ ଦେଖିଲେ, ଆଉ ମୁଁ କ'ଣ କହିବି, ଆପଣ ସମସ୍ତେ ଜାଣିଥିବେ। ଆଉ କିଛି ମାସ ହେଲା ଆମେ ତ ଜଣେ ସକାଳେ ଆସୁଥିଲା, ଜଣେ ଘଣ୍ଟାରେ ଆସିକି ଡ୍ୟୁଟି କରିକି ସିଏ ସକାଳେ ଯେଉଁ ଆସିଲେ ସେ 6ଟାରେ ଯିବ। ଆଉ ଯିଏ ଘଣ୍ଟାରେ ଆସିବ ସିଏ ରାତି 10ଟାରେ ଯାଉଥିଲା। ଏବେ 2-3 ଦିନ ହେଲା ଓଭର୍ ଡ୍ୟୁଟି କରିବାକୁ ପଡ଼ୁଛି, କାହିଁକିନା ଆଉ ଓଣମ୍ ଏପଟେ ଅଛି। ରୁମ୍ରେ ବି ବହୁତ ଆସୁଛନ୍ତି ଲୋକ, ଆଉ ସେମାନେ ଗଲେ ପୁଣି ସଫା କରିବାକୁ ପଡ଼ୁଛି ବହୁତ। ଆଉ କ'ଣ କରିବା, ଆଉ ଜଣଙ୍କର ଅଇଁଠା ସଫା କରିବା ପାଇଁ ଆସିଛୁ ମାନେ ଆଉ ସଫା କରିବାକୁ ହିଁ ପଡ଼ିବ ନା, ଆଉ ସଫା ନ କଲେ ହେବ ନାହିଁ। ସେଥିପାଇଁ ଆପଣମାନେ ମୋତେ ସପୋର୍ଟିଂ ମଧ୍ୟ କରୁନାହାନ୍ତି, କାହିଁକିନା ଆଉ ଇଏ ତ ଜଣଙ୍କର ଅଇଁଠା ସଫା କରିବାକୁ ଯାଇଛି ବାହାର ଦେଶକୁ। ସେଥିପାଇଁ ମୋତେ ଗୋଟେ ସପୋର୍ଟ କରୁନାହାନ୍ତି ବୋଧେ। ଆଉ ଯେଉଁମାନେ ଆମ ପରି ଚାଷୀ ଆଉ ଆମ ପରି ଗରିବ ଲୋକ, ସେମାନେ ମୋ ପାଇଁ ଟିକେ ଲାଇକ୍ କର ଆଉ ଟିକେ ସେୟାର ଟିକେ କର, କାହିଁକିନା ଭାଇକୁ ବହୁତ କଷ୍ଟ ଲାଗୁଛି, ସପୋର୍ଟିଂ କରୁନାହାନ୍ତି ବୋଲି। ଆଉ ମୋତେ ତ ବହୁତ ଦୁଃଖ ବି ଲାଗୁଛି। ଆଉ ସମସ୍ତେ ସେମିତି ହିଁ ଭଲରେ ରୁହନ୍ତୁ, ଭଲରେ ହିଁ ଥାଆନ୍ତୁ। ଓକେ, ଆଉ ମୁଁ ଆଉ କିଛି ଅଧିକ କହିବି ନାହିଁ, କହିବାକୁ ବି ମୁଁ ଜାଣିନି। ଯଦି ଭିଡ଼ିଓ ଯଦି ଭଲ ଲାଗୁଛି, ଆଉ ଯେତିକି ମଧ୍ୟ ଆଉ କେରଳ ଆସିଛନ୍ତି ଭାଇମାନେ ଆଉ ଭଉଣୀମାନେ ମଧ୍ୟ ଆସିଛନ୍ତି, କ'ଣ ପାଇଁ ଆସିଛନ୍ତି ଆଉ କାହା କ'ଣ ଉଦ୍ଦେଶ୍ୟ ନେଇକି ଆସିଛନ୍ତି, ତାହା ମୋତେ ପୂରଣ କରନ୍ତୁ। ଆଉ ଘରକୁ ମଧ୍ୟ ଯାଆନ୍ତୁ, ଆଉ ଯେଉଁଠି ଥିଲେ ବି ଖୁସିରେ ରୁହନ୍ତୁ। ଆଉ ଯଦି ମୋ ଭିଡ଼ିଓ ଯଦି ପହଞ୍ଚି ଆସିଥିବ, ତାହେଲେ ଭାଇକୁ ଟିକେ ସପୋର୍ଟ କରିବେ। ଓକେ, ଧନ୍ୟବାଦ, ନମସ୍କାର।